ନମସ୍କାର। ଆଜି ଆମେ ଏକ ଏମିତି କାହାଣୀ ଭିତରକୁ ଯିବା ଯାହାର ଆରମ୍ଭ ବଡ଼ ଶାନ୍ତ ଲାଗେ। ମାନେ କୁରୁକ୍ଷେତ୍ର ଯୁଦ୍ଧ ସରିଯାଇଛି, ପାଣ୍ଡବମାନେ ହସ୍ତିନାପୁରରେ ରାଜୁତି କରୁଛନ୍ତି। ହଁ, ସବୁକିଛି ଠିକ୍‌ଠାକ୍। ଏପରିକି ଶ୍ରୀକୃଷ୍ଣ ନିଜେ ତାଙ୍କୁ ତିନିଟା ଅଶ୍ୱମେଧ ଯଜ୍ଞ କରାଇବାରେ ସାହାଯ୍ୟ କରିଛନ୍ତି। ଏକଦମ ପୁରା ଶାନ୍ତି, ଗୋଟେ ବଡ଼ ଝଡ଼ ପରର ଯେମିତିକା ନୀରବତା। କିନ୍ତୁ ଏଇ ଶାନ୍ତିର ଚାଦର ତଳେ ହିଁ ଗୋଟେ ଅଜବ ଅସ୍ଥିରତା ଲୁଚି ରହିଛି। କୃଷ୍ଣ ଦ୍ୱାରକା ଫେରି ଯାଇଛନ୍ତି, ଆଉ ଏହି ସ୍ଥିରତା ଭିତରେ ହିଁ କିଛି ବଡ଼ ଘଟଣା ଘଟିବାକୁ ଯାଉଛି। ଆଉ ଆଜି ଆମେ ଶ୍ରୀମଦ୍ ଭାଗବତର ସେହି ଅଂଶକୁ ଦେଖିବା ଯେଉଁଠି ଚରିତ୍ରମାନେ ସତ୍ୟ, ମୋହ ଆଉ କର୍ତ୍ତବ୍ୟର ଏକ ଜଟିଳ ଦୋଚକିରେ ଠିଆ ହୋଇଛନ୍ତି। ଆଉ ଏହିସବୁର କେନ୍ଦ୍ରରେ ଅଛନ୍ତି ବିଦୁର, ଯିଏ ଦୀର୍ଘ ତୀର୍ଥଯାତ୍ରା ପରେ ହସ୍ତିନାପୁର ଫେରୁଛନ୍ତି। ତାଙ୍କର ଏହି ଫେରିବାଟା ହିଁ କାହାଣୀର ମୋଡ଼ ବଦଳେଇ ଦେଉଛି ନା? ହଁ, ଏହା କେବଳ ଏକ ପାରିବାରିକ ମିଳନ ନୁହେଁ, ଏହା ଗୋଟିଏ ପରେ ଗୋଟିଏ ନାଟକୀୟ ପରିସ୍ଥିତି ତିଆରି କରୁଛି। ତେବେ ଚାଲନ୍ତୁ ସେଇଠୁ ଆରମ୍ଭ କରିବା। ବିଦୁର ଫେରିଛନ୍ତି ମୈତ୍ରେୟ ଋଷିଙ୍କଠାରୁ ଆତ୍ମଜ୍ଞାନ ପାଇ। ତାଙ୍କୁ ଦେଖି ପାଣ୍ଡବମାନଙ୍କର ଖୁସି କହିଲେ ନ ସରେ। ସେମାନେ ତାଙ୍କୁ ଦେଖି ଏମିତି ଖୁସି ହେଉଛନ୍ତି, ଯେମିତି କେହି ମୃତ୍ୟୁ ମୁଖରୁ ଫେରି ଆସିଛି। ଯୁଧିଷ୍ଠିର ତ ତୁରା ଭାବବିହ୍ୱଳ ହୋଇ କହୁଛନ୍ତି, ହେ ତାତ୍, ଆପଣ ଥିଲେ ବୋଲି ତ ଆମେ ବଞ୍ଚିଗଲୁ। ହଁ, ସେସବୁ ପୁରୁଣା କଥା ମନେ ପକାଉଛନ୍ତି। ଯତୁଗୃହରେ ନିଆଁ ଲାଗିବା, ହଁ ହଁ, ସେଇ ଯତୁଗୃହ କଥା, ଭୀମକୁ ବିଷ ଲଡୁ ଦିଆଯିବା ବେଳର ସତର୍କବାଣୀ। ସେ କହୁଛନ୍ତି, ଆପଣଙ୍କ ଛାଇ ତଳେ ହିଁ ଆମେ ବଢ଼ିଛୁ। କିନ୍ତୁ ଏଇ ଖୁସି ଭିତରେ ଯୁଧିଷ୍ଠିର ଗୋଟେ ସାଧାରଣ ପ୍ରଶ୍ନ ପଚାରି ଦେଉଛନ୍ତି। ସବୁ ଠିକ୍ ଅଛି, କିନ୍ତୁ ଆମର ଆତ୍ମୀୟ ଯାଦବମାନେ ଆଉ ଆମର ପ୍ରିୟ ବନମାଳୀ ମାନେ ଶ୍ରୀକୃଷ୍ଣ, ସେମାନେ ସବୁ କେମିତି ଅଛନ୍ତି? ଆଉ ଏଇଠି କାହାଣୀର ପ୍ରକୃତ ନାଟକୀୟତା ଆରମ୍ଭ ହେଉଛି। ଏହା ଏକ ବିଚିତ୍ର ପରିସ୍ଥିତି। ଯୁଧିଷ୍ଠିର ପୁରା ଅନ୍ଧାରରେ ଅଛନ୍ତି, କିନ୍ତୁ ବିଦୁର ସବୁ ଜାଣନ୍ତି। ମାନେ ସେ ଜାଣନ୍ତି ଯେ ଯଦୁବଂଶ। ହଁ, ସେ ଜାଣନ୍ତି ଯେ ସମଗ୍ର ଯଦୁବଂଶ ଧ୍ୱଂସ ହୋଇସାରିଛି। ବାପ୍ରେ, ଏ ତ ଏକ ଅକଳ୍ପନୀୟ ପରିସ୍ଥିତି। ସେ କ'ଣ କରିବେ? ତାଙ୍କ ମୁଣ୍ଡରେ କ'ଣ ଚାଲିଥିବ ସେତେବେଳେ? ସେ ସେଇଠି ଠିଆ ହୋଇ ଭାବୁଛନ୍ତି, ଯଦି ମୁଁ ଏଇ ମୁହୂର୍ତ୍ତର ସତ କହିଦେବି, ତେବେ ଏମାନଙ୍କର ଏ ଯେଉଁ ଖୁସି, ଏହା ଶ୍ମଶାନର ନୀରବତାରେ ବଦଳିଯିବ। କାରଣ କୃଷ୍ଣ ହିଁ ତାଙ୍କ ଜୀବନର ଆଧାର ଥିଲେ। ଏକଦମ। ସେହି ଖବର ଶୁଣିଲେ ସେମାନେ ବଞ୍ଚିପାରିବେ ନାହିଁ। ଏହା ଏକ ଜବରଦସ୍ତ ନୈତିକ ଦ୍ୱନ୍ଦ୍ୱ। ସତ କହିବା ତ ଧର୍ମ, କିନ୍ତୁ ଯଦି ସେହି ସତ କାହାର ପ୍ରାଣ ନେଇଯାଏ, ତେବେ? ସେଇଆ ତ। ଭାଗବତ ହଜାର ହଜାର ବର୍ଷ ତଳେ ଏହି ପ୍ରଶ୍ନ ଉଠାଇଛି, ଆଉ ଏଠି ବିଦୁର କହିଲେ ଏକ କରୁଣା ମିଶ୍ରିତ ମିଥ୍ୟାର ରାସ୍ତା ବଛୁଛନ୍ତି। ମାନେ ସେ ସିଧା ମିଛ କହୁନାହାନ୍ତି। ନା, ବରଂ ଏକ ଚତୁର ଅର୍ଦ୍ଧସତ୍ୟ କହୁଛନ୍ତି। ସେ କହୁଛନ୍ତି, ଯାହାଙ୍କ କୃପାରୁ ସବୁକିଛି ମଙ୍ଗଳମୟ, ସେହି ପ୍ରଭୁ କିପରି ଅମଙ୍ଗଳରେ ଥିବେ? ଓହୋ, ଏହା ଶୁଣି ପାଣ୍ଡବମାନେ ଆଶ୍ୱସ୍ତ ହୋଇଗଲେ। ହଁ, ସେମାନେ ଆଶ୍ୱସ୍ତ ହୋଇଗଲେ। ବିଦୁର ସତକୁ ଲୁଚାଇ ଦେଲେ, କିନ୍ତୁ କେତେ ସମୟ ପାଇଁ? ତେବେ ବିଦୁର ପାଣ୍ଡବମାନଙ୍କୁ ଏକ ସୁଖଦ ଭ୍ରମ ଭିତରେ ରଖିଲେ। କିନ୍ତୁ ସେ ଜାଣିଥିଲେ ଯେ ସମୟ ସରିଆସୁଛି, କେବଳ ପାଣ୍ଡବଙ୍କ ପାଇଁ ନୁହେଁ, ବରଂ ନିଜ ବଡ଼ ଭାଇ ଧୃତରାଷ୍ଟ୍ରଙ୍କ ପାଇଁ ମଧ୍ୟ। ହଁ, ଯିଏ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ମୋହରେ ବନ୍ଦିଥିଲେ। ଆଉ ଏବେ କାହାଣୀର ଦ୍ୱିତୀୟ ପର୍ଯ୍ୟାୟ ଆସୁଛି। କିଛି ସମୟ ବିତିଯାଇଛି। କଳିଯୁଗର ଲକ୍ଷଣ ଦେଖାଗଲାଣି। ଚାରିଆଡ଼େ ଅଶୁଭ ସଙ୍କେତ। ଏହି ସମୟରେ ବିଦୁର ନିଜ ଭାଇ ଧୃତରାଷ୍ଟ୍ରଙ୍କ ପାଖକୁ ଯାଆନ୍ତି। ଆଉ ଏଠି ଆମେ ବିଦୁରଙ୍କର ଏକ ପୁରା ଅଲଗା ରୂପ ଦେଖୁ। ଯେଉଁ ବିଦୁର ପାଣ୍ଡବଙ୍କ ଆଗରେ ଏତେ ସ୍ନେହୀ, ଏତେ କୋମଳ ଥିଲେ, ସେ ଏଠି ହଠାତ୍ ଏତେ କଠୋର କେମିତି ହେଇଗଲେ? ସେ ସିଧା ସିଧା କହୁଛନ୍ତି, ହେ ଭାଇ, ଆଉ ଡେରି କରନି, ଏ ନଗର ଛାଲି ଶୀଘ୍ର ବାହାର। ଡରାଉଛନ୍ତି ତାଙ୍କୁ? ହଁ, ସେ କହୁଛନ୍ତି, ମହାକାଳ ସମସ୍ତଙ୍କୁ ଗ୍ରାସ କରିବାକୁ ଆସୁଛି। ସେ ତାଙ୍କର ବର୍ତ୍ତମାନର ଦୟନୀୟ ସ୍ଥିତି ମନେ ପକାଇ ଦେଉଛନ୍ତି। ଟିକେ ନିଜକୁ ଦେଖ, ଆଖିକୁ ଦିଶୁନି, କାନକୁ ଶୁଭୁନି, ଦାନ୍ତ ସବୁ ପଡ଼ିଗଲାଣି। ପର ଘରେ ଏମିତି ପଡ଼ି ରହିବାକୁ ଲାଜ ଲାଗୁନି? ବାପ୍ରେ, ଏହା ଶୁଣିବାକୁ ବହୁତ କଠୋର ଲାଗୁଛି। ନିଜ ବଡ଼ ଭାଇଙ୍କୁ ଏମିତି। ଆହୁରି ଅଛି, ସବୁଠାରୁ ନିଷ୍ଠୁର ବାକ୍ୟ ଥିଲା ଶେଷ ବାକ୍ୟ। କ'ଣ? ବିଦୁର କହିଲେ, ଯେଉଁ ଭୀମର ଗଦାମାଡ଼ରେ ତୁମର 100 ପୁଅ ମଲେ, ଆଜି ତୁମେ ତାରି ଦିଆ ଅନ୍ନକୁ ଗୋଟେ କୁକୁର ଭଳି ଅପେକ୍ଷା କରି ଖାଉଛ। କୁକୁର ଭଳି? ମୂଳ ଗ୍ରନ୍ଥରେ ଏମିତି ଅଛି? ହଁ, ଶ୍ୱାନର ପ୍ରାୟତଃ ଭରସା। ଏହା କେବଳ କଠୋର ନୁହେଁ, ଏହା ଅପମାନଜନକ। ଏହା ଧୃତରାଷ୍ଟ୍ରଙ୍କର ଅହଙ୍କାର ଉପରେ ଶେଷ ପ୍ରହାର ଥିଲା। କିନ୍ତୁ ମୋ ମନରେ ସେଇ ଗୋଟିଏ ପ୍ରଶ୍ନ, ଏହା କ'ଣ ଆବଶ୍ୟକ ଥିଲା? ବିଦୁରଙ୍କ ଭଳି ଜଣେ ଜ୍ଞାନୀ ଏମିତି କାହିଁକି କଲେ? ଏହାକୁ ବୁଝିବାକୁ ହେଲେ
ଧୃତରାଷ୍ଟ୍ରଙ୍କ ମନସ୍ତତ୍ତ୍ୱକୁ ବୁଝିବାକୁ ପଡ଼ିବ। ସେ ସାରା ଜୀବନ ପୁତ୍ରମୋହ, ରାଜସୁଖ ଆଉ ଅହଙ୍କାରର ଏକ ମୋଟା କାନ୍ଥ ଭିତରେ ନିଜକୁ ବନ୍ଦୀ କରି ରଖିଥିଲେ। ଆଉ ସେ କାନ୍ଥକୁ ଭାଙ୍ଗିବା ପାଇଁ ଏକ ଶକ୍ତ ଆଘାତ ଦରକାର ଥିଲା। ଏକଦମ। ଏକ ଆଧ୍ୟାତ୍ମିକ ଶକ୍ ଥେରାପିର ଦରକାର ଥିଲା। ବିନା ନିଶାରେ କରାଯାଉଥିବା ଏକ ଆଧ୍ୟାତ୍ମିକ ଅସ୍ତ୍ରୋପଚାର। ଅର୍ଥାତ୍ ଏହାର ଉଦ୍ଦେଶ୍ୟ ଥିଲା ତାଙ୍କୁ ଆଘାତ ଦେଇ ତାଙ୍କର ଚେତନା ଫେରାଇ ଆଣିବା। ହଁ, ବିଦୁର ତାଙ୍କୁ ତାଙ୍କର ପୁରୁଣ ପାପ ସବୁ ମନେ ପକାଇ ଦେଉଛନ୍ତି। ଭୀମକୁ ବିଷ ଦେବା, ଦ୍ରୌପଦୀଙ୍କୁ ବିବସ୍ତ୍ର କରିବା, ଏସବୁ କହି ସେ ବୁଝାଇବାକୁ ଚାହୁଁଥିଲେ ଯେ ଏବେ ଯଦି ତ୍ୟାଗ ନ କରିବ ତେବେ ମୁକ୍ତି ଅସମ୍ଭବ। ତେଣୁ ଏହା ଘୃଣା ନଥିଲା, ଏହା ଥିଲା ଚରମ କରୁଣା। ହଁ, କାରଣ ସେ ଜାଣିଥିଲେ ଏହି ଆଘାତ ହିଁ ତାଙ୍କ ଭାଇଙ୍କୁ ମୁକ୍ତିର ରାସ୍ତା ଦେଖାଇବ। ଆଉ ଏହି ଶକ୍ ଥେରାପି କାମ ଦେଲା। ସେହି ରାତିରେ ହିଁ ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ ବିଦୁର ତିନିଜଣ ଚୁପଚାପ କାହାକୁ କିଛି ନ କହି ରାଜମହଲ ଛାଡ଼ି ହିମାଳୟ ଆଡ଼କୁ ଚାଲିଗଲେ। ପରଦିନ ସକାଳେ ଯୁଧିଷ୍ଠିର ଆସି ଦେଖନ୍ତି ତ କୋଠରୀ ଖାଲି। ହଁ, ସେ ବ୍ୟସ୍ତ ହୋଇପଡ଼ୁଛନ୍ତି। ମୋ ବାପା ମା କୁଆଡ଼େ ଗଲେ? କକା ବିଦୁର ବି ନାହାନ୍ତି। ଆଉ ତାଙ୍କ ମନରେ ପ୍ରଥମେ ଆସୁଛି ଆତ୍ମଗ୍ଲାନି। ହଁ, ସେ ନିଜକୁ ଦୋଷ ଦେବା ଆରମ୍ଭ କରୁଛନ୍ତି। ମୁଁ ଏତେ ବଡ଼ ପାପୀ ଯେ ମୋ ଭୁଲ ଯୋଗୁଁ ସେମାନେ ଘର ଛାଡ଼ିଦେଲେ। ଏହା ତାଙ୍କ ଚରିତ୍ରର ଏକ ବଡ଼ ଦିଗ ନା, ନିଜକୁ ସବୁବେଳେ ଦାୟୀ ମନେ କରିବା। ଏକଦମ। ତାଙ୍କର ଧର୍ମ ପ୍ରତି ନିଷ୍ଠା ହିଁ ତାଙ୍କୁ ଏହି ଗଭୀର ଦାୟିତ୍ୱବୋଧ ଦେଇଛି। ସେ ନିଜକୁ ସବୁ ଘଟଣାର କର୍ତ୍ତା ବୋଲି ଭାବନ୍ତି। ଆଉ ସେ ଏହି ଆତ୍ମଗ୍ଲାନିରେ ଜଳୁଥିବା ବେଳେ ହିଁ ଦେବର୍ଷି ନାରଦଙ୍କର ଆବିର୍ଭାବ ହେଉଛି। ହଁ, ଆକାଶରୁ ବୀଣାର ସ୍ୱର ଶୁଭୁଛି। ଏହା ସଂକେତ ଦେଉଛି ଯେ କାହାଣୀରେ ଏକ ବଡ଼ ମୋଡ଼ ଆସିବାକୁ ଯାଉଛି। ଯୁଧିଷ୍ଠିର ତାଙ୍କୁ ଦେଖି କାନ୍ଦି ପକାଉଛନ୍ତି। ସେ କହୁଛନ୍ତି, ମୁଁ ମଝି ସମୁଦ୍ରରେ ଥିବା ଜଣେ ନାବିକ ପରି, ଯାହାର ନାଉରି ପଳେଇଛି। ମୋତେ ରାସ୍ତା ଦେଖାନ୍ତୁ। ଆଉ ଏଇଠୁ ନାରଦଙ୍କର ଉପଦେଶ ଆରମ୍ଭ ହେଉଛି, ଯାହା କେବଳ ସାନ୍ତ୍ୱନା ନୁହେଁ, ବରଂ ଏକ ଦାର୍ଶନିକ ସତ୍ୟ। ନାରଦଙ୍କର ବାର୍ତ୍ତା ବହୁତ ଗଭୀର। ସେ କହୁଛନ୍ତି, ହେ ରାଜା, ଶୋକ କର ନାହିଁ। ଏ ସଂସାର ଈଶ୍ୱରଙ୍କର ମାୟା। ମାନେ ସେ ଯୁଧିଷ୍ଠିରଙ୍କୁ ତାଙ୍କ ଦୁଃଖର କେନ୍ଦ୍ରରୁ ହଟାଇ ଦେବାକୁ ଚାହୁଁଛନ୍ତି। ହଁ, ସେ ବୁଝାଉଛନ୍ତି, ତୁମେ ଏହି ଦୁଃଖଦ ଘଟଣାର ନାୟକ ନୁହଁ। ତୁମେ ଈଶ୍ୱରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ବିଶାଳ ନାଟକର ଏକ ଚରିତ୍ର ମାତ୍ର। କିନ୍ତୁ ଏହା ଶୁଣିବାକୁ ଟିକେ କଠିନ ଲାଗିପାରେ ଯେତେବେଳେ ଜଣେ ଦୁଃଖରେ ବୁଡ଼ିଛେ। ନିଶ୍ଚୟ। କିନ୍ତୁ ନାରଦଙ୍କର ଉଦ୍ଦେଶ୍ୟ ଦୁଃଖକୁ ଛୋଟ କରିବା ନୁହେଁ, ବରଂ ଦୁଃଖର କାରଣକୁ ବଦଳାଇ ଦେବା। ସେ ଯୁଧିଷ୍ଠିରଙ୍କ ମନରୁ ସେହି ମିଥ୍ୟା ଦାୟିତ୍ୱବୋଧର ବୋଝକୁ ହଟାଇ ଦେବାକୁ ଚାହୁଁଛନ୍ତି। ସେ ଗୋରୁ ଆଉ ଦଉଡ଼ିର ଉଦାହରଣ ଦେଇନା? ହଁ, ଯେମିତି ଗୋରୁର ନାକରେ ଦଉଡ଼ି ବାନ୍ଧି ତାକୁ ଟଣାଯାଏ, ସେମିତି ଈଶ୍ୱର ସମସ୍ତଙ୍କୁ ନିଜ ନିୟମର ଦଉଡ଼ିରେ ବାନ୍ଧିଛନ୍ତି। ଏହା ଶୁଣିବା ପରେ ଦୁଃଖ କମୁନି, କିନ୍ତୁ ଆତ୍ମଗ୍ଲାନି କମିଯାଉଛି। ବାଃ, ଏହା ଏକ ଗଭୀର କଥା। ମୋ ଯୋଗୁଁ ହେଲା ଭାବନା ବଦଳରେ ଏହା ହେବାର ଥିଲା ଭାବନା ଆସୁଛି। ଏହା ଦୁଃଖରୁ ମୁକ୍ତି ଦିଏନି, କିନ୍ତୁ ଦୋଷରୁ ମୁକ୍ତି ଦିଏ। ତେବେ ଏହି ଦାର୍ଶନିକ ପୃଷ୍ଠଭୂମି ତିଆରି କଲା ପରେ ନାରଦ ପ୍ରକୃତ ସତ୍ୟ କହୁଛନ୍ତି। ହଁ, ସେ ସବୁକିଛି ସ୍ପଷ୍ଟ କରିଦେଉଛନ୍ତି। ସେ କହୁଛନ୍ତି ଯେ ସେମାନେ ହିମାଳୟର ଏକ ଋଷି ଆଶ୍ରମରେ ଅଛନ୍ତି। ସେଠାରେ କଠୋର ତପସ୍ୟା କରୁଛନ୍ତି। କେବଳ ପାଣି ପିଇ ବଞ୍ଚିଛନ୍ତି। ଆଉ ନିଜର ମନ, ଇନ୍ଦ୍ରିୟ, ଶ୍ୱାସ ସବୁକିଛିକୁ ସଂଯମ କରି ସେମାନେ ପରମାତ୍ମାଙ୍କଠାରେ ଲୀନ ହୋଇଯାଇଛନ୍ତି। ଏବଂ ଏହାପରେ ସେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରୁଛନ୍ତି। ହଁ, ସେ କହୁଛନ୍ତି, ଆଜିଠାରୁ ଠିକ୍ 5 ଦିନ ପରେ ଧୃତରାଷ୍ଟ୍ର ଯୋଗବଳରେ ନିଜ ଶରୀର ତ୍ୟାଗ କରିବେ। କିନ୍ତୁ କାହାଣୀ ଏତିକିରେ ସରୁନି। ତାଙ୍କର ଶେଷକୃତ୍ୟ ଏଇଠି ହିଁ ସବୁଠୁ ନାଟକୀୟ ଅଂଶ। ନାରଦ କହୁଛନ୍ତି, ତାଙ୍କର କୌଣସି ଶେଷକୃତ୍ୟ ହେବନି। ତାହେଲେ କ'ଣ ହେବ? ଯେତେବେଳେ ସେ ଶରୀର ତ୍ୟାଗ କରିବେ, ଏକ ଦାବାନଳ ମାନେ ଜଙ୍ଗଲ ନିଆଁ ଆସି ତାଙ୍କ ଆଶ୍ରମକୁ ଘେରିଯିବ ଏବଂ ସେହି ଅଗ୍ନିରେ ହିଁ ତାଙ୍କର ଶରୀର ଭସ୍ମ ହୋଇଯିବ। ଗୋଟେ ଜଙ୍ଗଲ ନିଆଁରେ? ଏହା ତ ବଡ଼ ଭୟଙ୍କର ମୃତ୍ୟୁ। ଏହା ପଛରେ କିଛି ସାଙ୍କେତିକ ଅର୍ଥ ଅଛି କି? ନିଶ୍ଚିତ ଭାବେ ଏହା ଏକ ଦେହଯଜ୍ଞ। ଯେମିତି ଯଜ୍ଞରେ ଅଗ୍ନିକୁ ଆହୁତି ଦିଆଯାଏ, ସେହିପରି ଧୃତରାଷ୍ଟ୍ର ନିଜ ଶରୀରକୁ ପ୍ରକୃତିର ଅଗ୍ନିରେ ଆହୁତି ଦେଉଛନ୍ତି। ଯେଉଁ ଶରୀର ସାରା ଜୀବନ ମୋହମାୟାରେ ବୁଡ଼ି ରହିଥିଲା, ସେହି ଶରୀରକୁ ଅଗ୍ନିରେ ସମର୍ପଣ କରିବା ହିଁ ଚରମ ତ୍ୟାଗ ଓ ଶୁଦ୍ଧିକରଣର ପ୍ରତୀକ। ଆଉ ଗାନ୍ଧାରୀ ଆଉ ବିଦୁର, ତାଙ୍କର କ'ଣ ହବ? ନାରଦ କହୁଛନ୍ତି, ଏହି ଦୃଶ୍ୟ ଦେଖି ବିଦୁରଙ୍କ ମନରେ ଏକା ସାଙ୍ଗରେ ଦୁଇଟି ଭାବ ଆସିବ। ଗୋଟେ ପଟେ ଆନନ୍ଦ, କାରଣ ତାଙ୍କ ଭାଇ ଓ ଭାଉଜ ମୁକ୍ତ ହୋଇଗଲେ। ଅନ୍ୟପଟେ ଦୁଃଖ, କାରଣ ସାଂସାରିକ ବିଚ୍ଛେଦ ଘଟିଲା। ଏହି ଆନନ୍ଦ ବିଷାଦର ମିଶ୍ରିତ ଅନୁଭବ ସହିତ ସେ ସେହି ସ୍ଥାନ ଛାଡ଼ି ପୁଣି ଥରେ ତୀର୍ଥଯାତ୍ରାରେ ବାହାରିଯିବେ। ହଁ,
ପୁଣି ତୀର୍ଥଯାତ୍ରାରେ। ବାଃ, ଏହା ପ୍ରକୃତରେ ଏକ ଶକ୍ତିଶାଳୀ ଚିତ୍ର। ତେବେ ଆଜିର ଆଲୋଚନାରେ ଆମେ ସତ୍ୟର କେତେଗୁଡ଼ିଏ ଅଲଗା ଅଲଗା ରୂପ ଦେଖିଲେ। ହଁ, ଆମେ ଗୋଟିଏ କାହାଣୀରେ ସତ୍ୟର କହିଲେ 3ଟି ସ୍ତର ଦେଖିଲେ। ପ୍ରଥମ ଥିଲା କରୁଣାମୟ ସତ୍ୟ, ଯାହାକୁ ବିଦୁର ପାଣ୍ଡବଙ୍କର ଆଗରେ ଲୁଚାଇ ରଖିଲେ। ତାଙ୍କୁ ତତ୍କାଳ ଦୁଃଖରୁ ବଞ୍ଚାଇବା ପାଇଁ। ଦ୍ୱିତୀୟ ଥିଲା କଠୋର ସତ୍ୟ, ଯାହାକୁ ବିଦୁର ଧୃତରାଷ୍ଟ୍ରଙ୍କୁ ଶୁଣାଇଲେ। ତାଙ୍କୁ ମୋହରୁ ମୁକ୍ତ କରିବା ପାଇଁ। ଆଉ ତୃତୀୟଟି ଥିଲା ବ୍ରହ୍ମାଣ୍ଡୀୟ ସତ୍ୟ, ଯାହା ନାରଦ ଯୁଧିଷ୍ଠିରଙ୍କୁ କହିଲେ ତାଙ୍କୁ ବ୍ୟକ୍ତିଗତ ଦୁଃଖ ଓ ଆତ୍ମଗ୍ଲାନିରୁ ବାହାର କରି ଏକ ବୃହତ୍ତର ପରିପ୍ରେକ୍ଷୀ ଦେବା ପାଇଁ। ଆଉ ଏଇ 3ଟି ସତ୍ୟ ଆମକୁ ଏକ ବଡ଼ ପ୍ରଶ୍ନ ଆଗରେ ଠିଆ କରାଉଛି ନା? ହଁ, ଆମେ 2 ଜଣ ମହାନ ଜ୍ଞାନୀଙ୍କୁ ଦେଖିଲେ, ବିଦୁର ଏବଂ ନାରଦ। 2 ଜଣ ଯାକ କରୁଣାମୟ, କିନ୍ତୁ ସେମାନେ ସତ୍ୟକୁ ସମ୍ପୂର୍ଣ୍ଣ ଭିନ୍ନ ଉପାୟରେ ବ୍ୟବହାର କଲେ। ଜଣେ ସତକୁ ଲୁଚାଇଲେ, ଆଉ ଜଣେ ସତକୁ ଖୋଲିଦେଲେ। ତେଣୁ ପ୍ରଶ୍ନ ଏହା ନୁହେଁ ଯେ ସତ କ'ଣ, ବରଂ ପ୍ରଶ୍ନ ହେଉଛି ଏହି ମୁହୂର୍ତ୍ତରେ ସତ୍ୟର ଉଦ୍ଦେଶ୍ୟ କ'ଣ ହେବା ଉଚିତ। ଏକଦମ। ଆମ ସମସ୍ତଙ୍କ ଜୀବନରେ ଏମିତି ପରିସ୍ଥିତି ଆସେ। କେତେବେଳେ ଆମକୁ କାହାରିକୁ ଏକ ଯନ୍ତ୍ରଣାଦାୟକ ସତ୍ୟରୁ ବଞ୍ଚାଇବା ପାଇଁ ବିଦୁରଙ୍କ ପରି ଚୁପ୍ ରହିବାକୁ ପଡ଼େ, ଆଉ କେତେବେଳେ କାହାକୁ ମୋହରୁ ମୁକ୍ତ କରିବା ପାଇଁ ନାରଦଙ୍କ ପରି କଠୋର ସତ କହିବାକୁ ପଡ଼େ। ଏହାର କୌଣସି ସହଜ ଉତ୍ତର ନାହିଁ। ନା, କିନ୍ତୁ କେଉଁ ପରିସ୍ଥିତିରେ କେଉଁ ରାସ୍ତା ବାଛିବା ଉଚିତ, ଏହି କାହାଣୀ ଆମକୁ ସେହି ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରେ। ଆଉ ଏହି ଚିନ୍ତନ ହିଁ ବୋଧହୁଏ ଜ୍ଞାନର ପ୍ରଥମ ପାଦ।